ସ୍ୱାଗତମ୍। ଆଜି ଆମେ ଏଇଠି ମାନେ ଜୁନ୍ 2025ର କିଛି ମୁଖ୍ୟ ଘଟଣାକୁ ନେଇ ଟିକେ ଗଭୀର ଭାବେ କଥା ହେବା। ଆମ ପାଖରେ ଯାହା ସୂଚନା ଅଛି ସେଇଟା ଗୋଟେ ନ୍ୟୁଜ୍ ସମରିରୁ ଆସିଛି। ହେଲେ ଆମେ ଖାଲି ଖବରେ ନୁହେଁ, ତା ପଛର କଥା ବି ଟିକେ ବୁଝିବା। ନିଶ୍ଚୟ। ଆଜିର ଏହି ଆଲୋଚନାରେ ଦେଖନ୍ତୁ, ଆନ୍ତର୍ଜାତୀୟ ସମ୍ପର୍କ ଅଛି, ଆମ ଦେଶର ନୀତି ଅଛି, ଅର୍ଥନୀତି, ଟେକ୍ନୋଲୋଜି ଆଉ ପରିବେଶ କଥା ବି ଅଛି। ମଜା କଥା ହେଲା, ଏସବୁ ଗୋଟେ ସୂତାରେ କେମିତି ବନ୍ଧା ହେଇଛି ସେଇଟା ଦେଖିବା। ବଢ଼ିଆ। ଚାଲନ୍ତୁ ଆନ୍ତର୍ଜାତୀୟ ସ୍ତରରୁ ହିଁ ଆରମ୍ଭ କରିବା। ଜାତିସଂଘ ସୁରକ୍ଷା ପରିଷଦ ମାନେ ୟୁଏନ୍ଏସ୍ସି ଗୋଟେ ପ୍ରସ୍ତାବ ପାସ୍ କରିଛି 2785। ଏଥିରେ ଇସ୍ରାଏଲ ଆଉ ଇରାନ ଭିତରେ ତୁରନ୍ତ ଯୁଦ୍ଧବିରତି ପାଇଁ କୁହାଯାଇଛି। ଏଇଟା ବହୁତ ଜରୁରୀ ପଦକ୍ଷେପ। ହଁ, ଆଉ ତା ସହିତ ଇରାନର ପରମାଣୁ କାର୍ଯ୍ୟକ୍ରମର ନିରୀକ୍ଷଣ ଆଉ ମାନବୀୟ ସହାୟତା ପହଞ୍ଚିବା କଥା ବି ଅଛି। ସେହିପରି ଆଉ ଗୋଟେ ବଡ଼ ଖବର ହେଲା ରୁଷିଆ ଆଉ ଚୀନ ଭିତରେ। ସେମାନେ ପାୱାର ଅଫ୍ ସାଇବେରିଆ 2 ଗ୍ୟାସ୍ ପାଇପଲାଇନ୍ ପାଇଁ ଚୁକ୍ତି କରିଛନ୍ତି। ଏଇଟା ଖାଲି ପାଇପଲାଇନ୍ ନୁହେଁ, ଏହାଦ୍ୱାରା ରୁଷିଆର ୟୁରୋପ ଉପରେ ନିର୍ଭରଶୀଳତା କମିବ। ଆଚ୍ଛା, ଆଉ ଚୀନର ଶକ୍ତି ସୁରକ୍ଷା ବଢ଼ିବ? ଏକଦମ। ଏହାର ପ୍ରଭାବ ପୁରା ବିଶ୍ୱର ଶକ୍ତି ଭୂରାଜନୀତି ଉପରେ ପଡ଼ିବ। 2030 ସୁଦ୍ଧା ଗ୍ୟାସ୍ ଯୋଗାଣ 2 ଗୁଣ କରିବାର ଲକ୍ଷ୍ୟ। ବୁଝିଲେ। ଆଉ ଭାରତ ପାଇଁ ଗୋଟେ ଭଲ ଖବର ଅଛି। ଇଟାଲୀ ସହିତ ଏକ ସାମୁଦ୍ରିକ ସୁରକ୍ଷା ଚୁକ୍ତି। ହଁ, ଇଣ୍ଡୋ ପାସିଫିକ ଅଞ୍ଚଳ ତ ବ୍ୟବସାୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଠି ସୁରକ୍ଷା ବଢ଼ିବା ନିଶ୍ଚୟ ଭଲ କଥା। ହଁ, ଏଇଟା ଭାରତର ସାମୁଦ୍ରିକ ସ୍ୱାର୍ଥ ଦୃଷ୍ଟିରୁ ଲାଭଦାୟକ। ଆଚ୍ଛା, ଏବେ ଟିକେ ଦେଶ ଭିତରକୁ ଆସିବା। ନିଟ୍ ୟୁଜି। ହଁ, ନିଟ୍ ୟୁଜି 2025ର ରେଜଲ୍ଟ ଆସିଛି। ହଁ, ଆଉ କିଛି ପିଲା ପୁରା 720ରୁ 720 ରଖିଛନ୍ତି। ବହୁତ ବଢ଼ିଆ କଥା। କିନ୍ତୁ ସବୁଠୁ ଭଲ ଲାଗିଲା ଯେ ଗାଁ ଗେହଳିରୁ 9 ଜଣ ପିଲା ଟପ୍ 100ରେ ଅଛନ୍ତି। ବାଃ, ଏଇଟା ବହୁତ ପ୍ରେରଣା ଦେବା ଭଳି କଥା। ଶିକ୍ଷା କ୍ଷେତ୍ରରେ ଗୋଟେ ଭଲ ସଂକେତ। ନିଶ୍ଚୟ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିଲ୍ଲୀର ଜଳ ସଙ୍କଟ। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି। ହଁ, କୋର୍ଟ କହିଛନ୍ତି ହରିୟାଣା ଓ ଦିଲ୍ଲୀ ସରକାର ମାନେ ଜଳ ବଣ୍ଟନରେ ନ୍ୟାୟ କରନ୍ତୁ। ଯମୁନା ନଦୀର ପାଣି କମିବା ସତରେ ଚିନ୍ତାର ବିଷୟ। ଆଉ ଦେଖନ୍ତୁ, ଏଇଟା ଖାଲି ଦିଲ୍ଲୀ କଥା ନୁହେଁ, ପୁରା ଦେଶରେ ଜଳ ସମ୍ବଳ ପରିଚାଳନା ଗୋଟେ ବଡ଼ ଚ୍ୟାଲେଞ୍ଜ। କି କହିଲେ? ଏପଟେ ଆନ୍ତର୍ଜାତୀୟ ଯୋଗ ଦିବସ ପାଇଁ ବି ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ଶ୍ରୀନଗରରୁ ମୁଖ୍ୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ହଁ, 200ରୁ ଅଧିକ ସହରରେ କାର୍ଯ୍ୟକ୍ରମ ହେଉଛି। ଆଉ ଗୋଟେ ବଡ଼ ପ୍ରୋଜେକ୍ଟ କଥା ବି ଶୁଣିବାକୁ ମିଳିଛି, ଅରୁଣାଚଳ ପ୍ରଦେଶରେ ସେଲା ସେପ୍ପା ସୁଡ଼ଙ୍ଗ। ଓହୋ, ସେଇଟା ପାଇଁ 12,000 କୋଟି ଟଙ୍କା ମଞ୍ଜୁର ହୋଇଛି ନା? ହଁ, କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଏଟା ଦେଶର ସବୁଠୁ ଲମ୍ବା ସଡ଼କ ସୁଡ଼ଙ୍ଗ ହେବ। ସୀମା ଅଞ୍ଚଳ ପାଇଁ ଏହାର ସାମରିକ ଗୁରୁତ୍ୱ ବହୁତ। ଆଚ୍ଛା, ଏବେ ଟିକେ ଅର୍ଥନୀତି କଥା ଦେଖିବା। ଡଲାର ତୁଳନାରେ ଟଙ୍କା ସାମାନ୍ୟ ମଜବୁତ ହୋଇଛି। 83.15ରେ ବନ୍ଦ ହୋଇଛି। ହଁ, ସାମାନ୍ୟ। ଆଉ ଗୋଟେ ମୁଖ୍ୟ ଖବର ହେଲା ସିବି ମାନେ ଆମର ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ। ହଁ, ଦେଶର ପ୍ରଥମ କାର୍ବନ କ୍ରେଡିଟ୍ ଏକ୍ସଚେଞ୍ଜକୁ ମଞ୍ଜୁରୀ ଦେଇଛି। ଏଇଟା କେମିତି କାମ କରିବ? ଦେଖନ୍ତୁ, ଏହାଦ୍ୱାରା କମ୍ପାନୀମାନେ ନିଜର କାର୍ବନ ନିର୍ଗମନ କମାଇବା ପାଇଁ ଗୋଟେ ବଜାର ପାଇବେ। ଗୋଟେ ପ୍ରକାର ପ୍ରୋତ୍ସାହନ ମିଳିବ। ବୁଝିଲି। ସୁନା ଦର କିନ୍ତୁ କମିନି ବେଶୀ। ଏବେ ବି 10 ଗ୍ରାମକୁ 98,000 ଉପରେ। ହଁ, ସୁନା ଦର ଟିକେ କମିଛି, କିନ୍ତୁ ଉଚ୍ଚରେ ହିଁ ଅଛି। ଆଚ୍ଛା, ଏବେ ଆସନ୍ତୁ ପ୍ରତିରକ୍ଷା ଆଉ ଟେକ୍ନୋଲୋଜି। ଏଠି ବହୁତ ଭଲ ଖବର ଅଛି। କ'ଣ? ଡିଆର୍ଡିଓ, ଆମ ପ୍ରତିରକ୍ଷା ଗବେଷଣା ସଂଗଠନ, ଓଡ଼ିଶା ଉପକୂଳରୁ ହାଇପରସୋନିକ୍ ଗ୍ଲାଇଡ୍ ଯାନର ସଫଳ ପରୀକ୍ଷଣ କରିଛି। ହାଇପରସୋନିକ୍ ମାନେ ଶବ୍ଦର ଗତିଠୁ ବହୁତ ଅଧିକ ବେଗରେ। ହଁ, 5 ଗୁଣରୁ ବି ଅଧିକ। ଏଇଟା ଭବିଷ୍ୟତର ମିସାଇଲ୍ ଟେକ୍ନୋଲୋଜି ପାଇଁ ବହୁତ ବଡ଼ କଥା। ବାଃ, ଏଇଟା ତ ବହୁତ ବଡ଼ ସଫଳତା। ଆଉ ଆଇଏସ୍ଆର୍‌ର ତରଫରୁ କିଛି ଅଛି କି? ହଁ, ଆଇଏସ୍ଆର ଜୁନ୍ 25ରେ ଗୋଟେ କୃଷି ସହାୟକ ସ୍ୟାଟେଲାଇଟ୍ ଛାଡ଼ିବ। ନାଁ ହେଲା ଏଗ୍ରିସ୍ୟାଟ୍-3। ଓହୋ, ଏଇଟା ଚାଷୀମାନଙ୍କ ପାଇଁ? ହଁ, ଫସଲ ବିଷୟରେ ତଥ୍ୟ ଦେବାରେ ସାହାଯ୍ୟ କରିବ। ଆଉ ଗୋଟେ କଥା, ଏଡ୍‌ଟେକ୍ ପ୍ଲାଟଫର୍ମ ପାଇଁ ନୂଆ ଏଆଇ ନୈତିକ ନିର୍ଦ୍ଦେଶାବଳୀ ଆସିଛି। ମାନେ ଏହି ଯୋଉ ଅନଲାଇନ ଶିକ୍ଷା ପ୍ଲାଟଫର୍ମ ଅଛି ସେମାନଙ୍କ ପାଇଁ ଏଆଇର ସଠିକ୍ ବ୍ୟବହାର ପାଇଁ। ଏକଦମ। କୃତ୍ରିମ ବୁଦ୍ଧିମତ୍ତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ଏହା ଜରୁରୀ। ଆଚ୍ଛା, ଏବେ ପରିବେଶ ଆଉ ଖେଳ କଥା। ବଙ୍ଗୋପସାଗରରେ ଗୋଟେ ବାତ୍ୟା ସୃଷ୍ଟି ହୋଇଛି, ମିହିରା। ହଁ, ଓଡ଼ିଶା ଆଉ ଆନ୍ଧ୍ରପ୍ରଦେଶ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଗୁଆ ସତର୍କତା ଭଲ।
ନିଶ୍ଚୟ। ଖେଳ ଦୁନିଆରୁ ଖବର ହେଲା ଆମ ମହିଳା କ୍ରିକେଟ ଟିମ୍ T20 ଏସିଆ କପ୍ ଫାଇନାଲରେ। ବହୁତ ବଢ଼ିଆ। ଆଉ କୁସ୍ତିରେ ଅମନ ସେହରାବତ ବୁଦାପେଷ୍ଟରେ ସୁନା ଜିତିଛନ୍ତି। ବା ଆଉ ଗୋଟେ କଥା, ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ହଁ, ଏଥରକର ଥିମ୍ ହେଉଛି ହୋପ୍ ଅୱେ ଫ୍ରମ୍ ହୋମ୍। ଯେଉଁମାନେ ବାସହରା ହୋଇଛନ୍ତି ସେମାନଙ୍କ କଥା ମନେ ପକାଇବା ଦରକାର। ତେବେ ସବୁ ମିଶେଇକି ଦେଖିଲେ ଆଜି ଦିନଟା ମାନେ କୂଟନୀତିକ ସ୍ତରରେ ଚେଷ୍ଟା, ଦେଶ ଭିତରର ଚ୍ୟାଲେଞ୍ଜେସ୍, ଟେକ୍ନୋଲୋଜିରେ ଆଗକୁ ବଢ଼ିବା ଆଉ ପରିବେଶ ପାଇଁ ସତର୍କ ରହିବା ଭିତରେ କଟିଛି। ଏହି ଆଲୋଚନାକୁ ଏଇଠି ଶେଷ କରିବା। ହେଲେ ଯିବା ଆଗରୁ ଗୋଟେ କଥା ମୁଣ୍ଡରେ ଆସୁଛି। କୁହନ୍ତୁ। ଆମେ ଏତେ ସବୁ ଅଲଗା ଅଲଗା କଥା ଶୁଣିଲେ, ଗୋଟେ ପଟେ ଜିଓପଲିଟିକ୍ସର ଟେନସନ୍, ଆରପଟେ ପାଣି ସମସ୍ୟା, ତା ସାଙ୍ଗକୁ ହାଇପରସୋନିକ୍ ଭଳି ଟେକ୍ନୋଲୋଜି ଆଉ କାର୍ବନ ବଜାର ଭଳି ନୀତି, ଏସବୁ ମିଶିକି ଆଗକୁ ବିଶେଷ କରି ସମ୍ବଳ ପରିଚାଳନା ଆଉ ଆଞ୍ଚଳିକ ସ୍ଥିରତାକୁ କେମିତି ବଧାଇ ପାରନ୍ତି, ଏହା ଉପରେ ଭାବିବା